ପାଖନପୁର ଗାଁ ପାଖରେ ଗୋଟିଏ ବଡ଼ ପୋଖରୀ ଥିଲା। ଗାଁଠାରୁ ସେହି ପୋଖରୀଟି ପ୍ରାୟ 500 ମିଟର ଦୂର ହେବ। ପୋଖରୀଟି ଦେଖିବାକୁ ଖୁବ୍ ପୁରାତନ। କେଉଁ କାଳରୁ ସେ ପୋଖରୀଟାକୁ କିଏ ଖୋଳିଥିଲା ପଚାରିଲେ ଗାଁର ପୁରୁଣା ଲୋକ କେଇଟା କୁହନ୍ତି ତାଙ୍କ ଗୋସାଇଁ ବାପା ଏହି ପୋଖରୀ ଖୋଳା ଦେଖିନଥିଲେ। କିନ୍ତୁ ସେତେବେଳେ ରାଜା ରାଜୁଡ଼ା ଶାସନ କାଳରେ କୁଆଡ଼େ ଏହି ପୋଖରୀ ଖୋଳା ଯାଇଥିଲା ବୋଲି ଗୋସାଇଁ ବାପାଙ୍କୁ କୁହନ୍ତି। ସେ କୁଆଡ଼େ ଏକଥା ତାଙ୍କ ଗୋସାଇଁ ବାପାଙ୍କଠାରୁ ଶୁଣିଥିଲେ। ରାଜା ଗତି ଖଟାଇ ଏହି ପୋଖରୀ ଖୋଳିଥିଲେ। ସେତେବେଳେ କୁଆଡ଼େ ଏହି ପୋଖରୀର ଜଳ ଏହି ଗ୍ରାମବାସୀମାନେ ବ୍ୟବହାର କରୁଥିଲେ। ପୋଖରୀଟା ଏଇ 5-7 ବର୍ଷ ତଳେ ଭଲ ଥିଲା। କୁଆଡ଼ୁ ଥିଲେ ସେ ଭୂତ ଗୁଡ଼ାକ ଆସି ଏହି ପୋଖରୀରେ ପହଞ୍ଚିଗଲେ। ସେଇଠୁ ଆଉ କେହି ସିଆଡ଼େ ଯାଉନାହାନ୍ତି କି ଏକୁଟିଆ ସେପଟେ କେହି ଯାଆନ୍ତି ନାହିଁ। ଦିନେ ପିଲାମାନେ ପୋଖରୀ କୂଳରେ ଖେଳୁ ଖେଳୁ ପାଣି ଭିତରକୁ ଚାଲିଗଲେ। ପହଁରି ପହଁରି ଯେତେ ଡାକିଲେ ବି ଭୂତ ତାଙ୍କ ଗୋଡ଼କୁ ଟାଣି ନେଲା। ପିଲା ଦୁଇଟା ଅନ୍ୟ କୌଣସି ଉପାୟ ନ ପାଇ ସେହି ପୋଖରୀ ପାଣିରେ ବୁଡ଼ିଗଲେ। ଆଉ ଗୋଟିଏ ଈଶ୍ୱରଙ୍କ ଦୟାରୁ କୂଳରେ ଆସି ଲାଗିଗଲା। ସେ ଦୌଡ଼ି ଆସି ଗାଁରେ ଏହି ସବୁ କଥା କହିଲା। ଗାଁ ଲୋକେ ଏହି ସବୁ କଥା ଶୁଣି ଦୌଡ଼ି ଗଲେ ସେହି ପୋଖରୀ କୂଳକୁ। ସେତେବେଳକୁ ପୋଖରୀ ପାଣିଟା ସମାନ ଦିଶୁଥିଲା। ପାଖ ବରଗଛରେ ପିଟି ହୋଇ ପବନ ସଁ ସଁ ଶବ୍ଦ କରୁଥିଲା। ସତେ ଯେପରି ପୋଖରୀଟା କିଛି ଜାଣିନାହିଁ। ପିଲା ଦୁଇଟଙ୍କର ମା ଆର୍ତ୍ତଚିତ୍କାର କରି କାନ୍ଦି କାନ୍ଦି ଲୋଟିଗଲେ ସେହି ପୋଖରୀ କୂଳରେ। ମୁଣ୍ଡ ବାଡ଼େଇ ସେମାନେ ଦୁହେଁ ରକ୍ତ ସ୍ନାନ ହେଲେ। ସେମାନେ ତାଙ୍କର ରକ୍ତ ଟୁକୁଡ଼ାକୁ ଖୋଜୁଥିଲେ। ତାଙ୍କ ହୃଦୟକୁ କିଛି ଫଳ ମିଳିଲାନି। ଦୁଇଟା ସାହସିଆ ଟୋକା ଆସି ଡେଇଁ ପଡ଼ିଲେ ପାଣିକୁ ସେମାନଙ୍କୁ ଖୋଜିବାକୁ। ଦଉଡ଼ି ଦୁଇଟା ବରଗଛ ମୂଳରେ ବାନ୍ଧି ଅନ୍ୟ ମୁଣ୍ଡକୁ ନିଜେ ନିଜ ଅଣ୍ଟାରେ ବାନ୍ଧିଦେଲେ। ସେଠି 2-4 ଜଣଙ୍କୁ କହି ସେ ଦୁହେଁ ଡେଇଁ ପଡ଼ିଲେ ପୋଖରୀକୁ। କାରଣ ପୋଖରୀଟା ପ୍ରାୟ 5 ପୁରୁଷ ଗଭୀର ହେବ। ପାଣି ତଳେ ଖୋଜି ଖୋଜି ଉପରକୁ ଉଠି ଶେଷରେ ସେମାନେ ନିରାଶ ହେଲେ। ବଡ଼ କମିଯିବାରୁ ସେମାନେ ପାଣି ଭିତରୁ ଉପରକୁ ଉଠି ଆସିଲେ। ପରଦିନ ସକାଳେ ଖବର ମିଳିଲା ଯେ ମରି ଭାସୁଛନ୍ତି ସେହି ପିଲା ଦୁଇଟା। ପିଲା ଦୁଇଟାଙ୍କ ଶବକୁ ପାଣିରୁ ଛାଣି ଆଣିଲେ। ମାଛମାନେ ଖାଇ ବିକୃତ କରି ଦେଇଥିଲେ ଶବର ମୁଖକୁ। ଯେଉଁ ପିଲାଟି ଆସି ଗାଁରେ ପ୍ରଥମେ ଏହି ଖବର ଦେଇଥିଲା ସେ ଏସବୁ ଦେଖି ଖାଲି ଭୟରେ ଥରୁଥିଲା। ତାକୁ ପଚାରିବାରୁ ସେ କିଛି କହୁନଥିଲା। ତାର ଯେତେବେଳେ ଟିକେ ଦମ ଆସିଲା ସେ କହିଲା ସେମାନଙ୍କ ସହ ପୋଖରୀ କୂଳରେ ମୁଁ ମଧ୍ୟ ଖେଳୁଥିଲି। ହଠାତ୍ ଆମକୁ କିଏ ଗୋଡ଼ ଧରି ପୋଖରୀ ଭିତରକୁ ଟାଣି ନେଲା। ଏହା ଶୁଣି କିଏ କେତେ ପ୍ରକାର ଆଲୋଚନା କଲେ। ଭୂତ ସେ ପୋଖରୀରେ ଅଛନ୍ତି ବୋଲି କୁହାଗଲା। ଧନୁଆ ବୁଢ଼ା କହିଲା ସତ କଥା। ମୁଁ ଦିନେ ଝାଡ଼ା ବସି ସେହି ପୋଖରୀକୁ ପାଣି ସାରିବାକୁ ଗଲାବେଳେ ସନ୍ଧ୍ୟାବେଳେ କିଏ ଗୋଟାଏ ପୋଖରୀକୁ ଦୁଲ କରି ଡେଇଁଲା। ପୋଖରୀ ପାଣି ହଠାତ୍ 2 ଭାଗ ହୋଇଗଲା। ମୁଁ ଭାବିଲି ଯେ ଆମ ଗାଁର ପିଲାଏ କିଏ ଗାଧୋଉଥିବ। କିନ୍ତୁ ପରେ ମୋତେ କାହାକୁ ଦେଖିବାର ମିଳିନଥିଲା। ମୁଁ ସେହିଦିନୁ ଏକଥା ଏପର୍ଯ୍ୟନ୍ତ କାହାକୁ ମଧ୍ୟ କହିନି। ଆଜି ଠିକ୍ ଜଣା ପଡ଼ୁଛି ସେଇଟା ଗୋଟାଏ ଭୂତଟାଏ। ଗାଁର ସବୁ ଲୋକ ଜାଣିଲେ ଯେ ସେହି ପୋଖରୀରେ ଭୂତ ଅଛି। ବର୍ଷା ଦିନେ ଆଉ ଗୋଟାଏ ଅସମ୍ଭବ କଥା ଘଟିଲା। ଗୋଟିଏ ମାଇପିଟାର ଶବ ସେ ପୋଖରୀରେ ଭାସୁଥିବାର ଦେଖାଗଲା। ବୁଝୁ ବୁଝୁ ପାଖ ସେ ଗାଁ ହୁଣ୍ଡା ସାହୁର ସ୍ତ୍ରୀ ମଇନା। ତାକୁ ବୋଧେ ଭୂତ ଟାଣି ଆଣି ଏଠି ବୁଡ଼ାଇ ମାରିଛି ବୋଲି ସବୁଆଡ଼େ ହୋ-ହଲ୍ଲା ହୋଇଗଲା। କାରଣ ଖରାବେଳେ ଘରକାମ ସାରି ନଈକୁ ଗାଧୋଇବାକୁ ଯାଇଥିଲା ମଇନା। ତାକୁ ଭୂତ ସେଠାରୁ ଆଣି ଏଇଠି ବୁଡ଼ାଇ ମାରିଛି। ଆଖପାଖ ଅଞ୍ଚଳରେ ଏହି କଥାକୁ ନେଇ ଏ ପ୍ରକାର କୋକୁଆ ଭୟ ସୃଷ୍ଟି ହେଲା। ସେହିଦିନଠୁ ସେପଟେ କେହି ଆଉ ଗଲେନି। ଗୁଣିଆ ଡାକି ଭୂତ ଶାନ୍ତି ପାଇଁ ଅନେକ ଟଙ୍କା ଖର୍ଚ୍ଚ କଲେ। ଯେଉଁ ଗୁଣିଆ ଯେମିତି କହିଲା କାର୍ଯ୍ୟ ସେମିତି କରାଗଲା। କୁକୁଡ଼ା ବଳିଠାରୁ ଆରମ୍ଭ କରି ଛାଗ ବଳି ମଧ୍ୟ ଦିଆଗଲା। ପୋଖରୀର ଭୂତ କିନ୍ତୁ କାହା କଥା ମାନିଲା ନାହିଁ। ବଡ଼ ବଡ଼ ଗୁଣିଆ ଆସି ଫେଲ ମାରିଲେ। ଗାଁ ଲୋକେ ଟଙ୍କା ଆଦାୟ କରି ଦେଇ ଦେଇ ଥକି ପଡ଼ିଲେ। ସେହି ବର୍ଷ ବର୍ଷା ଦିନେ ଆଉ ଗୋଟାଏ ଅସମ୍ଭବ ଧରଣର ଘଟଣା ଘଟିଲା। ଗାଁ ପାଖ ନଦୀରେ ବନ୍ୟା ଜଳ ଆସିଲା। ପୋଖରୀଟା ମଧ୍ୟ ପୂରି ଉଠିଲା ବନ୍ୟା ପାଣିରେ। ଚାରିଆଡ଼କୁ ପାଣି ମାଡ଼ି ଚାଲିଲା।
ଏସବୁ ଲୋକେ ଦେଖି ଖୁବ୍ ଆତଙ୍କିତ ହେଲେ। ଭୂତ ପୋଖରୀ ପାଣି ଯେଉଁ କ୍ଷେତରେ ମାଡ଼ିଲା ବନ୍ୟା ପାଣି ପରି ପଟୁ ପଡ଼ି ଫସଲ ମଧ୍ୟ ନଷ୍ଟ ହେଲା। ଲୋକେ ଭାବିଲେ ଏ ଭୂତ ପୋଖରୀ ଗାଁବାଲାଙ୍କର ଜୀବନ ନିଶ୍ଚୟ ନେବ। ସେଥିପାଇଁ ସେମାନେ ପୁଣି ଗୁଣିଆ ଡାକିଲେ। ଗୁଣିଆ କହିଲେ ଅନେକ ଭୂତ ସେଠାରେ ଏକାଠି ହେଲେଣି, ତେଣୁ ପାଣିଗୁଡ଼ାକ ପୋଖରୀରୁ ଉଛୁଳି ପଡ଼ୁଛି। ଗାଁଟାକୁ ଭସାଇ ନେବାର ଭୟ ଦେଖାଇ ଭଲ ଟଙ୍କା ଧରି ସେ ଗୁଣିଆ ମଧ୍ୟ ପାର। ଗାଁ ଲୋକେ ପ୍ରମାଦ ଗଣିଲେ। ଏଥର ସନ୍ଧ୍ୟା ହେଲେ ସମସ୍ତଙ୍କର ତାଟି କବାଟ ପଡ଼ିଲା। ପିଲାଏ ଭୂତ ଭୟରେ ମା ବାପାଙ୍କୁ ନିଜ ପାଖରୁ ଦଣ୍ଡେ ମାତ୍ର ଛାଡ଼ୁ ନଥିଲେ। ସେଥିପାଇଁ ପାଠପଢ଼ା ମଧ୍ୟ ବନ୍ଦ ହେଲା। କାଳେ ସ୍କୁଲ ଭୂତ ଉଠାଇ ନେବେ ପିଲାଙ୍କୁ। ପାଖନପୁର ଗାଁରେ ଗୋଟିଏ ଭଲ ପିଲାଟାଏ ଥାଏ। ତାର ନାଁ ଅତନୁ। ସେ ଭଲ ପାଠ ପଢ଼ୁଥିବାରୁ ବାହାରେ ରହି ପାଠ ପଢ଼ୁଥାଏ। ସେ ଭୂଗୋଳ ବିଷୟରେ ରିସର୍ଚ୍ଚ କରୁଥାଏ। ବର୍ତ୍ତମାନ ପରିସ୍ଥିତିରେ ଭୂକମ୍ପନ, ନଦୀର ଶଯ୍ୟା ପରିବର୍ତ୍ତନ, ମାଟିର କ୍ଷୟ ଏମିତି ଅନେକ ବିଷୟରେ ସେ ପରୀକ୍ଷା ନିରୀକ୍ଷା ମଧ୍ୟ କରୁଥାଏ। ସରକାର ସେ ବାବଦ ତାକୁ କିଛି ଭତ୍ତା ମଧ୍ୟ ଦେଉଥାନ୍ତି। ଅତନୁ ଥରେ ସେହି ଗାଁକୁ ଆସିଥିଲା। ଛୁଟିରେ ସବୁ କଥା ଶୁଣି ସେ ପୋଖରୀ ପାଖକୁ ବାହାରିଲା। ତାକୁ ସମସ୍ତେ ଭୂତ ଭୟ ଦେଖାଇଲେ। ସେ କିନ୍ତୁ କାହା କଥା କିଛି ଶୁଣିଲାନି। ଭୂତ ଫୂତ କିଛି ନାହିଁ, ଅପେକ୍ଷା କର, ଅସଲ କଥା ମୁଁ ତୁମକୁ କହିବି। ସେ ପ୍ରଥମେ ନିରୀକ୍ଷଣ କରି ପୋଖରୀଟିକୁ ଦେଖିଲା। ସେତେବେଳକୁ ବନ୍ୟା ଛାଡ଼ି ଯାଇଥାଏ। ସେହି ପୋଖରୀରେ କାଚ କେନ୍ଦୁ ପରି ପାଣି ଥାଏ। ଏମିତି ଅନେକ ସମୟ ଦେଖୁ ଦେଖୁ ହଠାତ୍ ଗୋଟିଏ ଜାଗାରେ ସଡ଼ ସଡ଼ ଶବ୍ଦ ସହିତ ଗୁଡ଼ାଏ ଗଡ଼ିଆ ପାଣି ଉପରକୁ ଉଠିଲା। ଆଶ୍ଚର୍ଯ୍ୟ ନ ହୋଇ ସେ ପାଣିର ନମୁନା ସଂଗ୍ରହ କଲା ଅତନୁ। ତାକୁ ପରଦିନ ନେଇ ସେ ଲାବୋରେଟୋରୀରେ ପରୀକ୍ଷା କଲା। ସେଥିରୁ ସେ ଜାଣିପାରିଲା ଯେ ଏ ଅଳିଆ ପାଣି ହେଉଛି ନଦୀ ପାଣି। ଅନ୍ୟ ଗୋଟାଏ ବୋତଲରେ ଯେଉଁ ଜାଗାରେ ସେ କିଛି ସଫା ପାଣି ନେଇଥିଲା ତାହା ଥିଲା ସେହି ପୋଖରୀ ପାଣି। ଏଥର ତାକୁ ସନ୍ଦେହ ଲାଗିଲା, ଏହି ପୋଖରୀକୁ ନଦୀ ପାଣି ଆସିଲା କୁଆଡ଼ୁ? ନଦୀ ତ ପୋଖରୀଠାରୁ ପ୍ରାୟ ଅଧ କିଲୋମିଟର ହେବ। ପୁଣି ସେହି ପୋଖରୀକୁ ଯାଇ ସେ ତନ୍ନ ତନ୍ନ କରି ପରୀକ୍ଷା କଲା। ତାପରେ ତା ମନରେ ସନ୍ଦେହ ହେଲା। ସେ ଗୋଟିଏ ଛେଳି ନେଇ ବାନ୍ଧିଲା ସେହି ପୋଖରୀର ଶେଷ ପାହାଚରେ। ସେ ପିଲାମାନଙ୍କ ଠାରୁ ଖବର ସଂଗ୍ରହ କଲା ସେମାନେ ଯେଉଁଠି ଖେଳୁଥିଲେ। ଛେଳିଟା ବିକଳରେ ରଡ଼ି କଲା ସେହି ପୋଖରୀ ପାଣି ଦେଖି। ତା ଶବ୍ଦ ଶୁଣି ଦେଖାଗଲା ଗୋଟେ ଛୁଆ ମଗର ମାଛ ସେହି ଛେଳିକୁ ପୋଖରୀ ପାଣି ଭିତରକୁ ଘୋଷାଡ଼ି ନେଲା। ଅତନୁ ଏଥର ଠିକ୍ ଜାଣିପାରିଲା। ତା ପରଦିନ ଛେଳିଟିର ଶବ ମଧ୍ୟ ଭାସୁଥିଲା ଖଣ୍ଡିଆ ଖାବରା ବିଭତ୍ସ ହୋଇ। ସେ ଛୁଆ ମଗର ମାଛଟି ସେହି ଛେଳିକୁ ପୂରା ନ ଖାଇ ଖାଲି କାମୁଡ଼ି କାମୁଡ଼ି ପୋଡ଼ା ପୋଡ଼ା ମାଂସ ଖାଇ ଛାଡ଼ି ଯାଉଛି। ଯେପରି ଅବସ୍ଥା ସେ ପିଲା ଦୁଇଟାର କରିଥିଲା। ହୁଣ୍ଡା ସାହୁର ସ୍ତ୍ରୀ ମଇନାର ଶରୀରକୁ ମଧ୍ୟ ଛୁଆ ମଗର ମାଛ ସେମିତି କରିଥିଲା। ହୁଣ୍ଡା ସାହୁର ସ୍ତ୍ରୀ ଘର ତ ଆର ଗାଁରେ। ନଦୀବନ୍ଧ ପାଖରେ ତା ଶବ ଏଠାକୁ ଆସିଲା କିପରି? ନଦୀ ପାଣି ମଧ୍ୟ ପରୀକ୍ଷା କରି ଅତନୁ ଦେଖିଲା ଯେ ସେ ନଦୀ ପାଣି ପୋଖରୀକୁ ଆସୁଛି କିପରି? ସବୁ ଜାଣି ସାରିବା ପରେ ଗ୍ରାମବାସୀ ସମସ୍ତଙ୍କୁ ସେ ପୋଖରୀ ପାଖକୁ ଡାକିଲା। ଅତନୁ ସମସ୍ତେ ଏଥର ଆସିଲେ। ଅତନୁ ସମସ୍ତଙ୍କୁ କଥାଟା ଖୋଲି କହିଲା। ଏହି ପୋଖରୀରେ ଭୂତ ଫୂତ କିଛି ନାହିଁ। ନଦୀବନ୍ଧ ତଳୁ ଗୋଟେ ଗଭୀର ଗଡ଼ିଆ ଖୋଲି ଆସିଛି ଏହି ପୋଖରୀକୁ। ସେହି ବାଟ ଦେଇ ନଦୀରୁ ଗୋଟିଏ ଛୁଆ ମଗର ମାଛ ଏହି ପୋଖରୀକୁ ପ୍ରାୟ ଯିବା ଆସିବା କରୁଛି। ଏପରିକି ହୁଣ୍ଡା ସାହୁର ସ୍ତ୍ରୀ ମଇନାକୁ ଗାଧୋଉଥିବା ଅବସ୍ଥାରେ ନଈରୁ ଭିଡ଼ି ଆଣି ସେହି ଗଡ଼ିଆ ବାଟେ ଏ ପୋଖରୀରେ ଆଣି ପହଞ୍ଚାଇଛି। ଏହି ମଗର ମାଛର ଛୁଆ ସେ ଅଳ୍ପ ଖାଇ ଫୋପାଡ଼ି ଦେଉଛି। କିନ୍ତୁ ତାର ଅସଲ ଲକ୍ଷ୍ୟ ହେଲା ଜୀବହତ୍ୟା। ଚାଲ ଆମେ କାଲି ସମସ୍ତେ ଯିବା। ଗହୀର ଗାତ ଖୋଳି ମାଟି ପକାଇ ସେହି ଗଡ଼ିଆକୁ ସବୁଦିନ ପାଇଁ ବନ୍ଦ କରିଦେବା। ତାପରେ ଦେଖିବ ମୁଁ ସେ ଛୁଆ ମଗର ମାଛକୁ ତୁମମାନଙ୍କୁ ନିଶ୍ଚୟ ଦେଖାଇବି। ସମସ୍ତେ ସେହି ଅତନୁର କଥା ମାନି ପରଦିନ
ଫାଉଡ଼ା ଟୋକେଇ ଧରି ନଦୀବନ୍ଧକୁ ବାହାରିଲେ। ଅତନୁ ଶିଖାଇଥିବା ଜାଗା ଖେଳାଗଲା। ଗଡ଼ିଆଟି ପ୍ରକୃତରେ ଦେଖାଗଲା। ତାକୁ ମାଟି ପକାଇ ବନ୍ଦ କରି ଦିଆଗଲା। ପୋଖରୀ ବନ୍ଧରେ ମଧ୍ୟ ସେଇଆ କରାଗଲା। ପ୍ରାଣୀ ବିଜ୍ଞାନୀକୁ ଡକାଯାଇ ଗାଡ଼ିଆରୁ ବୋଡ଼ଜାଲ ବୋଟ ଯୋଗେ ପକାଯାଇ ସେହି ଛୁଆ ମଗର ମାଛକୁ ଧରାଗଲା। ଲୋକମାନେ ସେହି ଛୁଆ ମଗର ମାଛକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲେ। ସେହି ପୋଖରୀ ଚାରିପଟ ସଫା କରାଗଲା। ଅତନୁ ନିଜେ ପଶି ଆଗ ପୋଖରୀରେ ମନଭରି ପହଁରିଲା। ତାପରେ ତା ସାଙ୍ଗ ସାଥୀ ପୁଣି ସେହି ପୋଖରୀ ସମସ୍ତଙ୍କ ବ୍ୟବହାରରେ ଲାଗିଲା। ଭୂତ ତ ନଥିଲା, କେବଳ ଯାହା ମନର ଭୂତ ଦୂରେଇ ଗଲା। ସମସ୍ତେ ଅତନୁର ଖୁବ୍ ପ୍ରଶଂସା ମଧ୍ୟ କଲେ। କାହାଣୀଟି ଯଦି ଭଲ ଲାଗିଲା ତାହେଲେ ଲାଇକ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ନିଶ୍ଚୟ ଦବାଇବେ, ଯାହାଫଳରେ କି ମୁଁ ଯେଉଁ ନୂଆ ଭିଡ଼ିଓ ଛାଡ଼ିବି ସର୍ବପ୍ରଥମେ ଆପଣଙ୍କ ପାଖକୁ ନୋଟିଫିକେସନ୍ ପହଞ୍ଚିବ।